ମୁଁ ଆଜି ବହୁତ ଖୁସି। ମୋ ପୁଅ ଡାକ୍ତର ହେଇଛି। କେତେ ଲୋକ ଚିକିତ୍ସା କରିବ, କେତେ ଲୋକ ତାକୁ ଆଶୀର୍ବାଦ ଦେବେ। ବାପା, ତୁମ ପୁଅ ଡାକ୍ତର ହେଇନି, ଡାକ୍ତର ପାଠ ପଢ଼ିବା ପାଇଁ ଆଜି ନାଁ ଲେଖେଇଛି। ହେ, ତୁ ମୂର୍ଖଟା, ନିଜେ ତ ପାଠ ପଢ଼ିଲୁନି, ଆଉ ଏବେ ମୋ ପୁଅକୁ ଏମିତି କହୁଛୁ। ହଉ ହେଲା ବାପା, ତମ ପୁଅ ଡାକ୍ତର, ମୁଁ ବୁଝୁଛି। ଆଲୋ ମା, ଟୋକାଟାକୁ ନେଇ ସକାଳ ଗାଡ଼ିରେ ବସେଇ ଦେଇ ଆସିଲି। ମନଟା କାହିଁ ଭଲ ଲାଗୁନି, ତାକୁ ଟିକେ ଫୋନ୍ କଲୁନି? ହଁ ବାପା, ସେ କଲ୍ କରିଥିଲା ଆଉ କହିଲା ଭଲରେ ଭଲରେ ପହଞ୍ଚି ଯାଇଛି ବୋଲି। ସେ କଲ୍ କରିଥିଲା? ସେ କଥା ତ ମୋତେ କାହିଁ କହୁନୁ? ହଉ ଛାଡ଼। ବାପା, ଏଇ ନିଅ, ବାବୁ କଲ୍ କରିଛି। ହ୍ୟାଲୋ ବାପା, କ'ଣ କରୁଛ? ତୁ କେମିତି ଅଛୁ ରେ ବାପା? ସେଠି ସବୁ ଭଲ ତ? ହଁ, ସବୁ ଭଲ। ଆଉ ଏଇ ତ ଏବେ ଆସି ପହଞ୍ଚିଲି। ଆଉ ମୋର ବହୁତ ସାଙ୍ଗ ବି ହେଇଗଲେଣି। ହଉ ବାପା, ଦେଖିକି ଟିକେ ସମସ୍ତଙ୍କ ସହିତ ମିଳାମିଶା କରିବୁ। ଆଉ ହଁ, ଛୁଟି ହେଲେ ଘରକୁ ଚାଲି ଆସିବୁ। ବାପା, ମୁଁ ଆଜି ଘରୁ ଆସିଲି, ଆଉ ତାପରେ ବି ତୁମେ ମୋତେ ଏମିତି ମନ ଦୁଃଖରେ କାହିଁ କହୁଛ? ଆଉ ତାପରେ ବି ତୁମେ ଏମିତି ମନ ଦୁଃଖ କାହିଁ କରୁଛ? ମୁଁ କ'ଣ ଏଠି ସବୁଦିନ ପାଇଁ ରହିବାକୁ ଆସିଛି ନା କ'ଣ? ଆଉ ହଁ, ତୁମେ ଯଦି ଏମିତି ମନ ଦୁଃଖ କରିବ ତାହେଲେ ମୁଁ ବି ଘରକୁ ଫେରିଯିବି, ପାଠ ପଢ଼ିବିନି। ହେ ପାଗଳାଟା, ମୁଁ ମନ କାହିଁ ଦୁଃଖ କରିବି? ତୁ ପାଠ ପଢ଼। ମୁଁ ଏବେ ରଖୁଛି। କ'ଣ ଯେ ବାପା, ତୁମେ ଏମିତି ମନ ଦୁଃଖ କରି ବସିଛ? ଦେଖିବ, ଆମ ବାବୁ ବି ଦିନେ ବଡ଼ ଡାକ୍ତର ହେଇ ଘରକୁ ଆସିବ। ମୁଁ ସେ କଥା ତ ଜାଣିଲ ମା, ହେଲେ ଛୁଆଟାକୁ ବାହାରକୁ ପ୍ରଥମ ଥର ପାଇଁ ଛାଡ଼ିଲି ତ ମନ ଭଲ ଲାଗୁନି। ତତେ 3 ବର୍ଷ ହେଇଥାଏ ବାବୁ ଜନ୍ମ ହେଇ ଘରକୁ ଆସିଲା। ସମସ୍ତେ କେତେ ଖୁସି ଥାଆନ୍ତି, ତୋ ମା ବି ବହୁତ ଖୁସି ଥିଲା। ହେଲେ କ'ଣ ହବ, ବାବୁ ଜନ୍ମ ହେବାର 7 ଦିନରୁ ତୋ ମାଆକୁ ଜ୍ୱର ଲାଗି ରହିଲା। ଆଉ ସେଇ ରୋଗରେ ପଡ଼ି ପଡ଼ି 18 ଦିନରେ ସେ ଏ ଦୁନିଆ ଛାଡ଼ି ଚାଲିଗଲା। ଡାକ୍ତର ଅଭାବରୁ ତାର ଭଲରେ ଚିକିତ୍ସା ବି କରିପାରିଲେନି। ଆଉ ସେବେଠାରୁ ମନରେ ଚିନ୍ତା କରିଥିଲି, ତୁମ 2 ଜଣକୁ ବଡ଼ କରି ଭଲ ମଣିଷଟିଏ କରିବି, ଆଉ ବାବୁକୁ ଡାକ୍ତର କରି ଏ ଗାଁରେ ଡାକ୍ତରଖାନାଟିଏ କରିବି। ହେଲେ 2 ଜଣଙ୍କୁ ପାଠ ପଢ଼ାଇବାଟା ଏ ବୁଢ଼ା ହେବା ପାଇଁ ସମ୍ଭବ ହେଲାନି। ବାପା, ତୁମେ ବି ନା ମନ ଦୁଃଖ କାହିଁ କରୁଛ? ମୁଁ ତ ଗଧୁଣିଟା, ମୋ ଦେଇ ସେ ପାଠ କିଛି ହୁଏନି। ହେଲେ ଆମ ବାବୁ ଭଲ ପାଠ ପଢ଼େ, ସ୍କୁଲରେ ଫାଷ୍ଟ ହୁଏ। ଦେଖିବ ବାପା, ସେଦିନ ବଡ଼ ଡାକ୍ତର ହେବ। ହ୍ୟାଲୋ ନାନୀ। ଆରେ ବାବୁ, କ'ଣ ହେଲା କହ? ଆଉ ତୋ ପରୀକ୍ଷା ଭଲ ହେଇଛି ନା? ହଁ ନାନୀ, ମୋ ପରୀକ୍ଷା ବହୁତ ଭଲ ହେଇଛି। ହଉ ଶୁଣୁ, କାଲି ପଣା ସଂକ୍ରାନ୍ତି ଅଛି, ମୋ ପାଇଁ ଭଲ ପଣା କରି ରଖିଥିବୁ। ମୁଁ ଘରକୁ ଯିବି। ହଉ ରେ ପାଗଳ, ତୁ ଆସେ। ବାପା, ବାବୁ ଫୋନ୍ କରିଥିଲା, କାଲି ଆସିବ କହୁଛି। ହଉ ହଉ, ମୁଁ ଯାଉଛି। ସେ ମହାନ୍ତି ଘର ବାଡ଼ିରୁ ପାଚିଲା ବେଲ 2ଟା ଆଣେ, କାଲିକି ପଣା କରିକି ପିଇବା। ଆଜି ଏତେ ଡେରି ହେଲାଣି, କାହିଁ ବାବୁର ତ ଫୋନ୍ ଆସିନି। ମୁଁ ଟିକେ ପଚାରି ଦିଏ ସେ କୋଉଠି ହେଲାଣି। ଏତେ ରିଙ୍ଗ ହେଲାଣି, ହେଲେ କାହିଁ ସେ ତ ଫୋନ୍ ବି ରିସିଭ୍ କରୁନି। ହ୍ୟାଲୋ, ହଁ କିଏ? ମୁଁ ମୋ ଭାଇ ବାବୁକୁ କଲ୍ କରିଥିଲି। ଆପଣ କିଏ? ମୁଁ ଟାଉନ୍ ଥାନାରୁ କହୁଥିଲି। ଆଜି ଦିନରେ ଗୋଟେ ବସ୍ ଆକ୍ସିଡେଣ୍ଟ ହେଇଯାଇଥିଲା, ଆଉ ସେ ଜାଗାରୁ ମୃତ ଲୋକଙ୍କୁ ଉଦ୍ଧାର କରି ତାଙ୍କ ଫୋନ୍କୁ ଏକାଠି ରଖାଯାଇଛି। ଆପଣ ଆସି ନିଜ ଲାଶକୁ ନେଇଯାଆନ୍ତୁ। ବସ୍ ଆକ୍ସିଡେଣ୍ଟ? ହଁ, ଆଜି ସକାଳେ ଭୁବନେଶ୍ୱର ବାଙ୍କିରୁ ଆସୁଥିବା ସେ ବସ୍ ଡ୍ରାଇଭର ମଦ ପିଇ ଗାଡ଼ିକୁ ନେଇ ଗୋଟେ ଟ୍ରକ୍ରେ ଧକ୍କା କରିଦେଇଥିଲା। ଆଉ ତାପରେ ବାପା, ଏ ପୋଲିସ ବାବୁ କ'ଣ ସବୁ କହୁଛନ୍ତି? ହଁ ରେ ମା, ମୁଁ ବି ଏବେ ସେ ଟିଭିରେ ଦେଖି ଆସିଲି। ମୋ ପୁଅଟା ମରିଯାଇଛି, ଆଉ ସବୁ କେବଳ ସେ ମଦୁଆ ଡ୍ରାଇଭରର ଭୁଲ ପାଇଁ। ଯେତେଦିନ ଯାଏ ଏ ମଦୁଆଙ୍କୁ ଠିକ୍ ଦଣ୍ଡ ନ ମିଳିଛି, ଏମିତି ଆହୁରି ଅନେକ ଜୀବନ ଚାଲିଯିବ।